ମାହିଙ୍କର ଦୁର୍ବଳତା କହିଲେ ସୁରେଶ ରାଇନା। MS ଧୋନିକୁ ନେଇ ମହାଖୁଲାସା। ମାହିଙ୍କର ଆଉ ଏକ ଦୁର୍ବଳତା କହିଦେଲେ ସୁରେଶ ରାଇନା। ଭାରତୀୟ ଦଳ ତଥା ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିକୁ ନେଇ ଚର୍ଚ୍ଚା ଜୋର ଲାଗି ରହିଛି। ଚଳିତ IPL ସିଜନରେ ଧୋନିଙ୍କର ଶେଷ ସିଜନ ହୋଇପାରେ ବୋଲି ଆଲୋଚନା ହେଉଛି। ତେବେ ଚଳିତ ବର୍ଷ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ଫ୍ୟାନ୍ସମାନଙ୍କୁ ଅବସର ନେବାକୁ ମନା କରିଛନ୍ତି। କିନ୍ତୁ ଏହା ଭିତରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଧୋନିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଥାଲାଙ୍କର ଆଉ ଏକ ବଡ଼ ଦୁର୍ବଳତା ଉପରେ ପରଦା ଉଠାଇଛନ୍ତି ୟେଲୋ ଆର୍ମିର ଚିନ୍ନା ଥାଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଧୋନି ପୁଣି ଥରେ ପୁରୁଣା ଅବତାରରେ ନଜର ଆସିଛନ୍ତି। ଶେଷ ଓଭରରେ ହାର୍ଦ୍ଦିକଙ୍କ 3ଟି ବଲ୍ରେ ହ୍ୟାଟ୍ରିକ୍ ଛକା ମାରି ଭିଣ୍ଟେଜ୍ ମାହିର ଝଲକ ଦେଖାଇଛନ୍ତି। ତେବେ ଏହି ମ୍ୟାଚ୍ ପରେ ସାଥୀ ଖେଳାଳି ସୁରେଶ ରାଇନାଙ୍କ ସହ କିଛି ସମୟ ବିତାଇଛନ୍ତି। ଏହାପରେ ରାଇନା ତାଙ୍କର ଏକ ବଡ଼ ଖୁଲାସା କରିଛନ୍ତି। ରାଇନା କହିଛନ୍ତି ଯେ ଧୋନି IPLର ମ୍ୟାଚ୍ ଭୋଜପୁରୀ ଭାଷାରେ ଶୁଣିବାକୁ ପସନ୍ଦ କରନ୍ତି, କାରଣ ତାଙ୍କୁ ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ବେଶ୍ ପସନ୍ଦ। ଚଳିତ IPLରେ ମଧ୍ୟ ଧୋନି ଭୋଜପୁରୀ ଭାଷାରେ ମ୍ୟାଚ୍ ଗୁଡ଼ିକର ଧାରା ବିବରଣୀ ଶୁଣିଥାନ୍ତି ବୋଲି ଭାରତୀୟ ଦଳର ପୂର୍ବତନ ବ୍ୟାଟର ସୁରେଶ ରାଇନା କହିଛନ୍ତି। ୱାନଖେଡ଼େରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାଇନା ଓ ଧୋନି ପରସ୍ପରକୁ ଭେଟି କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ରାଇନା ଏବେ ଭାଷ୍ୟକାର ଭୂମିକାରେ ନଜର ଆସିଛନ୍ତି। ରାଇନା ଧାରା ବିବରଣୀ ପ୍ରଦାନ ସମୟରେ ଧୋନିଙ୍କ ସହିତ ହୋଇଥିବା ଆଲୋଚନାର କିଛି କଥା କହିଥିଲେ, ଯେଉଁଥିରେ IPL ସମୟରେ ଭୋଜପୁରୀ ଭାଷାରେ ଧାରା ବିବରଣୀ ବିଷୟରେ ଆଲୋଚନା ହୋଇଥିଲା। ଭୋଜପୁରୀ ଭାଷାରେ ବହୁତ ଭଲ ଧାରା ବିବରଣୀ ଦିଆଯାଉଛି ବୋଲି ଧୋନି କହିଥିବା ବେଳେ ହରିୟାଣୀ ଧାରା ବିବରଣୀ ମଧ୍ୟ ବହୁତ ଭଲ ବୋଲି ରାଇନା ଜବାବ ଦେଇଥିଲେ। ଭୋଜପୁରୀ ଧାରା ବିବରଣୀରେ ଲୋକପ୍ରିୟ ଅଭିନେତା ତଥା ରାଜନେତା ରବି କିଶନଙ୍କୁ ଶୁଣିବାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।